ଅଦିନିଆ ବର୍ଷାରେ କୃଷକମାନଙ୍କର ଫସଲ କ୍ଷୟକ୍ଷତିର ଭରଣପୋଷଣ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତୁ ଶୁଣିବା ତାଙ୍କଠାରୁ। ଏ ଅଦିନିଆ ବର୍ଷା କ୍ଷୟକ୍ଷତି କରିଛି, ତା ଉପରେ ଆଜି ସଂପୃକ୍ତ ବିଭାଗର ମାନ୍ୟବର ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ଏବଂ ବିଭାଗୀୟ ଅଧିକାରୀମାନେ ଅଛନ୍ତି। ଚିଫ୍ ସେକ୍ରେଟାରୀଙ୍କ ଉପସ୍ଥିତିରେ ଆଜି ଏ ବାବଦରେ ସମୀକ୍ଷା କରାଯାଇଛି ଏବଂ ସେଥିରେ ଆଜିର ଆଲୋଚନାରେ ତା ଉପରେ ସମୀକ୍ଷା କଲା ପରେ ଯେଉଁ ନିଷ୍କର୍ଷ ବାହାରିଛି, ମୁଁ ଆପଣମାନଙ୍କ ପାଖରେ କଥା ତା ଉପରେ ମଧ୍ୟ ସ୍ପଷ୍ଟ ଭାବରେ ମୁଁ ଆପଣମାନଙ୍କ ପାଖରେ କଥା ରଖିବା ପାଇଁ ଚାହୁଁଛି। ବିଶେଷ କରିକି ବୀମା କରିଥିବା ସମସ୍ତ ଚାଷୀ ଭାଇମାନେ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କରେ ବୀମା କମ୍ପାନୀମାନଙ୍କୁ ସୂଚନା ପ୍ରଦାନ କରିବେ ଆଉ ସେଥିପାଇଁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମୁଁ ଆଗରୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦେଇଛି। ଆସନ୍ତା 30 ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ ଚାଷୀ ଯେଉଁମାନେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଉଛି ଏବଂ ବୀମା କରିଥିବା ଓ ବୀମା ନ କରିଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର ଡିବିଟି ମାଧ୍ୟମରେ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏତଦ୍ ବ୍ୟତୀତ ଯେପରି କ୍ଷତିଗ୍ରସ୍ତ ହେଉଥିବା ଜଣେ ବି ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି। ସେମାନେ ଇନ୍ସୁରାନ୍ସ କମ୍ପାନୀମାନଙ୍କର ସହିତ ତାଙ୍କ ସହିତ ଯୋଗାଯୋଗ କରିକି ଇନ୍ସୁରାନ୍ସ ଆଗରୁ କରିଥାଇପାରନ୍ତି କିମ୍ବା ନ କରିଥାଇପାରନ୍ତି, କିନ୍ତୁ ସେମାନଙ୍କର ମଧ୍ୟ ସମସ୍ତ ଚାଷୀମାନଙ୍କର ଯେଉଁମାନେ ପର୍ଟିକୁଲାରଲି କ୍ଷତି ହୋଇଛି ସେମାନଙ୍କ ଉପରେ ଏହା ଗୋଟେ ରିପୋର୍ଟ ଆସିବ ଏବଂ ସରକାର ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଶ୍ଚିତ ଭାବରେ ନେବେ, ଯେଉଁଥିରେ କି ଜଣେ ବି ଚାଷୀ ତାର କ୍ଷୟକ୍ଷତି ଯାହା ହେଇଛି ସେଥିରେ ତାର ସରକାରୀ ସାହାଯ୍ୟ ପାଇବାରେ ବଞ୍ଚିତ ଯେଭଳି ଭାବରେ ନ ହେବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା 1,26,000 ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ସେମାନେ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଅର୍ଥାତ୍ ଆସନ୍ତାକାଲି ରବିବାର ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ମୁଁ ଆପଣମାନଙ୍କର ମାଧ୍ୟମରେ ନିବେଦନ କରୁଛି। ସେମାନେ ସମସ୍ତେ ଏ ସମୟ ଭିତରେ ସେମାନଙ୍କର ଅଭିଯୋଗ ସେମାନେ କରନ୍ତୁ। ନିଜ ନିଜର ଯେଉଁ କ୍ଷୟକ୍ଷତି ହେଇଛି ଚାଷର କେତେ ପରିମାଣର କେତେ ଏରିଆରେ ଏବଂ ତା ସହିତ ମଧ୍ୟ ଯେଉଁ କିଛି ଆମର କିଛି ଚାଷୀ ଭାଇମାନେ ଅଛନ୍ତି ଯେଉଁମାନେ ଧାନ ବ୍ୟତୀତ ପନିପରିବା କରୁଛନ୍ତି, କିଏ ପାନ ବରଜ କରିଛନ୍ତି, କିଏ ଆଉ କେଉଁ ପ୍ରକାରର ଚାଷ କରୁଛନ୍ତି, ସେମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ ଆଉ ତାହା ନିଶ୍ଚିତ ଭାବରେ ସେମାନେ ଅଭିଯୋଗ କରିଲେ ସେ ଅନୁସାରେ ସରକାର ସମ୍ପୂର୍ଣ୍ଣ ଭାବରେ ଏଥିରେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛନ୍ତି। ସମସ୍ତଙ୍କୁ କ୍ଷତିପୂରଣ ଭରଣା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀମାନେ ଯେଉଁମାନେ ଅଭିଯୋଗ କରିବେ ସେମାନଙ୍କ ପାଇଁ ଆମ କୃଷି ବିଭାଗ ତରଫରୁ ଏଥିରେ କୃଷି ରକ୍ଷକ ଆପ୍ରେ ଏଥିରେ ଆମେ ଟୋଲ୍ ଫ୍ରି ନମ୍ବର 14447 14447 ये नंबर रे फोन करी
ଆସନ୍ତାକାଲି ରବିବାର ଭିତରେ ପଞ୍ଜୀକୃତ କରିବାକୁ ମୁଁ ଆପଣଙ୍କ ଜରିଆରେ ନିବେଦନ କରୁଛି। ସମସ୍ତ ଚାଷୀ ଭାଇମାନେ ପଞ୍ଜୀକୃତ କରିଲେ ନିଶ୍ଚିତ ଭାବରେ ସେମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ଏବଂ ତାପରେ ସମସ୍ତ ପ୍ରକାରର ଆକଳନ କଲା ପରେ ସମସ୍ତ କ୍ଷୟକ୍ଷତିର କିଭଳି ଭାବରେ ସମସ୍ତ ପ୍ରକାର ସାହାଯ୍ୟ ପାଇପାରିବେ ସେଥିପାଇଁ ସରକାର ଚାଷୀମାନଙ୍କୁ ନିବେଦନ କରୁଛନ୍ତି। ଧନ୍ୟବାଦ।